ଆପଣ ଦେଖୁଥିବେ ଯେ କିଭଳି ଶୀତ ପଡ଼ିଛି ରଷିଆରେ। ଟେମ୍ପରେଚର -33°C ଏବଂ ଆପଣ ଦେଖୁଛନ୍ତି ବିଲ୍ଡିଂ ଗୁଡ଼ାକ କେଉଁଭଳି ଭାବରେ ପୁରା ବରଫରେ ସ୍ନୋରେ ପୁରା କଭର ହେଇଯାଇଛି। ଲୋକମାନେ କେଉଁଭଳି ଭାବରେ ଏଠି ଦେଖନ୍ତୁ ଲୋକଟି କେମିତି ନିଜ ଝରକାରୁ ଡେଉଁଛି। ମାନେ ସେ ବୋଧେ 10 ମହଲା କି 15 ମହଲା କୋଠାରେ ଅଛନ୍ତି। ଦେଖନ୍ତୁ ଏ ଲୋକଟିର ଝରକା ଦେଇକି ସେ ସ୍ନୋ ଗୁଡ଼ାକୁ ବରଫକୁ ନେଇକି ପାଣି କରି ପିଉଛି। ଲୋକ ଘରକୁ ଯିବା ପାଇଁ ବାଟ ନାହିଁ। ଦେଖନ୍ତୁ ଏ ଲୋକଟି ତାର ଘରକୁ ଯିବା ପାଇଁ କେମିତି ଏ ଦେଖନ୍ତୁ ଯେଉଁଭଳି ବିକରାଳ ଭୟଙ୍କର ଥଣ୍ଡା ପଡ଼ିଛି। ଏକୁ ଦେଖିଲା ପରେ ଆମର ଓଡ଼ିଶାରେ କିମ୍ବା ଭାରତରେ ଥଣ୍ଡା ବିଷୟରେ ଯେଉଁମାନେ ବେଶୀ ଚର୍ଚ୍ଚା କରୁଛନ୍ତି ତାଙ୍କୁ ଏଇଭଳି ଭିଡ଼ିଓ ଦେଖିବା ଦରକାର ଯେ କେଉଁଭଳି ଏକ୍ସଟ୍ରିମ୍ କଣ୍ଡିସନରେ ରଷିଆ ୟୁକ୍ରେନରେ ବର୍ତ୍ତମାନ ସିଚୁଏସନ୍ ଅଛି। ୟୁକ୍ରେନ ତ ବର୍ତ୍ତମାନ ପାଖାପାଖି 140 ଲୋକ ୟୁକ୍ରେନରେ ମରିଗଲେଣି। ଡେଲି 10-15 ମରୁଛନ୍ତି। କାହିଁକିନା ତାଙ୍କ ପାଖାପାଖି 10 ଲକ୍ଷ ଲୋକଙ୍କ ପାଖରେ ବର୍ତ୍ତମାନ ହିଟିଂ ପାଇଁକି ଇଲେକ୍ଟ୍ରିସିଟି ନାହିଁ। ସେଠି ୟୁରୋପିଆନ୍ କଣ୍ଟ୍ରି ଗୁଡ଼ାକ ପାଖାପାଖି 400 ବଡ଼ ବଡ଼ ଜେନେରେଟର ପ୍ରୋଭାଇଡ଼ କରିଛନ୍ତି ୟୁକ୍ରେନକୁ। କାରଣ ତାର ମେଜର ଏନର୍ଜି ସେକ୍ଟରରେ ଯେଉଁ ଅଛି ତାର ପାୱାର ହାଉସ୍ ତାକୁ ଯେହେତୁ ବୋମ୍ବାର୍ଡମେଣ୍ଟରେ ରଷିଆ ନଷ୍ଟ କରିଦେଇଛି। ବର୍ତ୍ତମାନ ତାକୁ 10 ଲକ୍ଷ ଲୋକଙ୍କ ପାଇଁକି ଇଲେକ୍ଟ୍ରିସିଟିର ଅଭାବ ଯୋଗୁଁ ଡେଲି ଲୋକ ମରୁଛନ୍ତି। ସେଠି ଘରକୁ ଇଲେକ୍ଟ୍ରିସିଟି ହିଟ୍ ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ଏଇଠୁ ଆପଣ ଚିନ୍ତା କରନ୍ତୁ କେଉଁଭଳି ସିଚୁଏସନ୍ ଏଠି ରଷିଆ ୟୁକ୍ରେନରେ ଘଟୁଛି।